ଆଜିର ବିଷୟବସ୍ତୁଟି ହେଉଛି ସାର୍ଥକ ନେତୃତ୍ୱର ସନ୍ଧାନ ପଢ଼ିବା। ଭାରତୀୟ ସମାଜ ଉପରେ ସମ୍ପ୍ରତି ଅନେକ ପ୍ରକାର ବିକୃତ ବିସଙ୍ଗତିର ପ୍ରବେଶ ଘଟିଛି। ଜାଗତିକ ଉନ୍ମାଦ, ସାମ୍ପ୍ରଦାୟିକ ବିଦ୍ୱେଷ, ମାଦକ ଦ୍ରବ୍ୟର ପ୍ରସାର, ସୀମାହୀନ ଭ୍ରଷ୍ଟାଚାର, ଏକଛତ୍ର ସାମ୍ରାଜ୍ୟ, ନୈତିକ ମୂଲ୍ୟବୋଧ ଉପରେ ପ୍ରତିଦିନ ଭୀଷଣ ପ୍ରହାର ଦେଖିବାକୁ ମିଳୁଛି। ଉଗ୍ର ଆକ୍ରମକ ହିଂସା ଦ୍ୱାରା ସମାଜ ଆତଙ୍କିତ ତଥା ଅନାବଶ୍ୟକ ହିଂସାରେ ତ୍ୟାଗ ବିନା ପର୍ଯ୍ୟବେକ୍ଷଣ ପ୍ରଦୂଷିତ। ଜାତି ବର୍ଣ୍ଣ ଧର୍ମ ଆଧାରରେ ଦେଶକୁ ବାଣ୍ଟିବାର ନିରନ୍ତର ପ୍ରୟାସ ଦ୍ୱାରା ଜଣେ ସାଧାରଣ ଭାରତୀୟ ଅସହାୟ ହୋଇ ପଡ଼ୁଛନ୍ତି। ଏହାର ସୁଯୋଗ ନେଇ ଅନେକ ଅବାଞ୍ଛିତ ବ୍ୟକ୍ତି ସଂଗଠନ ସମ୍ପତ୍ତି ସ୍ୱତା ପାଇବା ପାଇଁ, ଲୋକତାନ୍ତ୍ରିକ ବିଧି ବ୍ୟବସ୍ଥା ହତ୍ୟା କରିବା ପାଇଁ ଜମା କୁଣ୍ଠିତ ନୁହନ୍ତି। ବ୍ୟବସ୍ଥାପିକା କାର୍ଯ୍ୟପାଳିକା ଉଭୟ କ୍ଷେତ୍ରରେ ସାମ୍ନା ବିଭବ ଜଣାପଡ଼ୁଛି। ନ୍ୟାୟପାଳିକା ଅବଶ୍ୟ କେତେକାଂଶରେ ନିଜର ସାମର୍ଥ୍ୟ ପ୍ରତିପାଦନ କରିପାରିଛି। ରାଜନୀତି ସେବା ପରିବର୍ତ୍ତେ ଯେନେ ତେଣେ ପ୍ରକାରଣରେ ଭୋଟ ହାତେଇବାର ସାଧନା ପରିଣତ ହୋଇଛି। ଜନମତ ଓ ଜନସାଧାରଣଙ୍କ ବିଶ୍ୱାସ ପ୍ରାପ୍ତି ପାଇଁ ଆପରାଧିକ ଉଦାସୀନତା ସ୍ପଷ୍ଟ ପରିଲକ୍ଷିତ ହେଉଛି। ପ୍ରଶ୍ନ ଉଠିଥାଏ, ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସର କ'ଣ କେବଳ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ କରିଦେଲେ ସରିଗଲା? ସତରେ କ'ଣ ଆମେ ଦେଶଭକ୍ତ? କେବଳ ଅଧିକାର ହାସଲ କରିବାର ତୁମୁଳ ନାଦ ମଧ୍ୟରେ ଆମର କର୍ତ୍ତବ୍ୟ ପାଳନ ସମ୍ପୂର୍ଣ୍ଣ ହସ୍ତମିତ? ଏଠାରେ ଆଉ ଏକ ଜଟିଳ ପ୍ରଶ୍ନ ଜାତ ହେଉଛି। ସ୍ୱାଧୀନତା ପ୍ରାପ୍ତିର 78 ବର୍ଷ ହେଲା। ଆମର ଉପଲବ୍ଧ କ'ଣ? ପ୍ରଗତି ପରିବର୍ତ୍ତେ ଆମର ପାଶ୍ଚାତ୍ୟ ଗତି ହେଉନାହିଁ ତ? ପ୍ରଶ୍ନକର୍ତ୍ତାକୁ ମଧ୍ୟ ପ୍ରଶ୍ନ କରାଯାଇପାରେ, ନୈରାଶ୍ୟ ନର୍ମଦାର ଖର ପ୍ରବାହ ମଧ୍ୟରେ ତାଙ୍କର ସ୍ଥାନ କେଉଁଠି? ଏହି ସମସ୍ତ ପ୍ରଶ୍ନବାଣ ଦ୍ୱାରା ଆମେ ବ୍ୟାହତ, ବ୍ୟଥିତ, ବିଚଳିତ। ପରାଧୀନତା ଆମଠାରୁ ଅନେକ କିଛି ଛଡ଼ାଇ ନେଇଛି। ପୁନର୍ସ୍ଥାପନ ପାଇଁ 78 ବର୍ଷ ପର୍ଯ୍ୟନ୍ତ ନୁହେଁ, ଏହା ସ୍ୱୀକାର କରିବାକୁ ପଡ଼ିବ। ତେବେ ନିରାଶାର ଅସଂଖ୍ୟ କାରଣ ରହିବା ସତ୍ତ୍ୱେ ଆଶାର କିଛି କିରଣ ଏବେ ବି ଜୀବିତ। ଆମେ କିଛି ପାଦ ଅବଶ୍ୟ ଆଗକୁ ବଢ଼ିଛୁ। ଆମେ ନ୍ୟାୟ ବ୍ୟବସ୍ଥା, ନିର୍ବାଚନ କମିଶନ, ସୈନ୍ୟବାହିନୀ ଆଦି ଅବକ୍ଷ ସାନ୍ଦ୍ରତାକୁ କିଛି ଶିଥିଳ କରିପାରିଛନ୍ତି। ଅନ୍ଧକାରରେ ସଘନତା ହ୍ରାସ ପାଇଛି। ବହୁଧା ଟ୍ରେନ୍ ଯାତ୍ରୀ ପରସ୍ପର ଅପରିଚିତ ଥାଇ ମଧ୍ୟ ଗଭୀର ବିମର୍ଶ କରୁଥିବାର ଦେଖିବାକୁ ମିଳିଥାଏ। ଆଜି ଟ୍ରେନ୍ କେତେ ବିଳମ୍ବରେ ଚାଲିଛି ରୁ ଆରମ୍ଭ କରି ରାଜନୀତି, ବିଦେଶ ନୀତି ଯାଇ କଥା ଲମ୍ବିଥାଏ। ଏହି ନକାରାତ୍ମକ ଭିଡ଼ ମଧ୍ୟରେ କେବେ କେମିତି ଏପରି ଜଣେ ଧୀରେ କହିଦିଏ, ବିଶ୍ୱର ବୃହତ୍ତମ ରେଳ ନେଟୱାର୍କ ମଧ୍ୟରେ ଭାରତ ରେଳ ପ୍ରଥମ 3ଟି ସ୍ଥାନରେ ଅବସ୍ଥିତ। ଏଠାରେ ଆମେ ଦେଶ ତୁଳନାରେ ଅଳ୍ପ ଭଡ଼ା ଦେବାକୁ ପଡ଼େ। ଯେଉଁ ରେଳ ଧାରଣା ଆଜକୁ 50 ବର୍ଷ ପୂର୍ବେ ଦିନରାତି ମଧ୍ୟରେ 3ଟି ଟ୍ରେନ୍ ଚଳପ୍ରଚଳ କରୁଥିଲା, ଆଜି ତା ଉପରେ 100 ପାଖାପାଖି ଟ୍ରେନ୍ ଧାବମାନ। ଅନ୍ଧକାର, ଆଲୋକ, ସ୍ଥାଣୁତା ଓ ଗତିଶୀଳତା ଉପରେ ପେଣ୍ଟାପେଣ୍ଟି ଅବସ୍ଥା। ଦେଶ ଚାଲିଛି ତ ଥମି ଯାଇନି। ଲୋକଙ୍କ ନିଷ୍ଠା, ଶ୍ରମ, ଆନ୍ତରିକତା ରହି ନଥିଲେ ଏହା କଦାପି ସମ୍ଭବ ହୋଇନଥାନ୍ତା। ଆମ ବିବିଧତାର ଦେଶ ପ୍ରଚୁର ଆଶାବାଦୀ, ପ୍ରଚଣ୍ଡ ମହଦାକାଂକ୍ଷୀ, କିନ୍ତୁ ତଥାକଥିତ ବୁଦ୍ଧିଜୀବୀଗଣ ନିରନ୍ତର ନକାରାତ୍ମକତା ଓ କଟୁତାର ସମ୍ପ୍ରସାରଣ କରି ଚାଲିଛନ୍ତି। ସମସ୍ତଙ୍କ ପକେଟରେ ମୋବାଇଲ ଫୋନ, ହାତରେ 2 ଚକିଆ 4 ଚକିଆ ଯାନ, ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ, ଗରିବ ଘରେ ବି ଗ୍ୟାସ୍ ସିଲିଣ୍ଡର ବ୍ୟବସ୍ଥା, ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଆଦି ପରିକଳ୍ପନା ସାକାର ହୋଇ ଚାଲିଛି। ହାକି ଦୃଶ୍ୟ ବିକାଶ ମଧ୍ୟରେ ହତାଶାର ଗୁଞ୍ଜରଣ ବୁଝିବା ବାହାରେ। ଯେପରି ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି ଭଲ ହୋଇନି କି ଆଗକୁ ମଧ୍ୟ ଭଲ ହେବାର କୌଣସି ସମ୍ଭାବନା ନାହିଁ। ତାହା ପୁଞ୍ଜୀଭୂତ ଅସନ୍ତୋଷ, ବ୍ୟଥା, ବିରକ୍ତିର ପ୍ରତିଫଳନ ମାତ୍ର। ଆଜି ଯୁବ ସମାଜ ପରିବର୍ତ୍ତନର ବାର୍ତ୍ତାବ। ଆଜି ଦୁର୍ନୀତିର କାନ୍ତକୁ ନୁହେଁ, ଭୀତି ଦୋହଳାଇବାକୁ ପ୍ରୟାସ ଅବ୍ୟାହତ ରଖିଛନ୍ତି। ରାଜନୀତି ହାତରେ ବର୍ତ୍ତମାନ ଦେଶର ଭାଗ୍ୟ ଡୋରି। ସତ୍ତା ସକାଶେ ଭୋଟର ସର୍ବସ୍ୱ ରାଜନୀତି, ରାଷ୍ଟ୍ର ନିର୍ମାଣ ସକାଶେ ସେବା ସମ୍ବଳିତ ରାଜନୀତି ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଚାଲିଛି। ସାଧାରଣ ମତଦାତା ଆପଣ ଦୂରଗାମୀ ହିତ ପ୍ରତି ଆଖି ବୁଜି ତତ୍କାଳିତ ଅଳ୍ପ କିଛି ଲାଭ ପାଇଁ ବ୍ୟାକୁଳ ଜଣାପଡ଼ୁଛି। ସମ୍ପତ୍ତି ବିନିଯୋଗ କରି ସତରେ ଲାଭ କରିବା ପରେ ପୁଣି ଅଜସ୍ର ଗୁଣ ଅଧିକ ସମ୍ପଦ ଠୁଳ କରିବାର ଦୁର୍ବାର ଲାଲସା ଦେଖିବାକୁ ରଖିବାର ନେତାଙ୍କୁ ନେଇ ନିବେଶ ବେଶ ସୁହାଉଛି। ତେବେ ରାଜନୀତିକୁ ଯେତେ ଗାଳି ଦେଲେ ମଧ୍ୟ ଲୋକତନ୍ତ୍ର ଓ ଲୋକତାନ୍ତ୍ରିକ ବ୍ୟବସ୍ଥା ଆପଣା ଉପାଦେୟତା ନିଶ୍ଚିତ ଭାବରେ ସିଦ୍ଧ କରିପାରିଛନ୍ତି। ରାଷ୍ଟ୍ରୀୟ ଏକୀକରଣ, ସାମାଜିକ ନ୍ୟାୟର ପରିକଳ୍ପନା ସ୍ୱୀକାର କରିବାର ରାଜନୀତି ଲୋକତାନ୍ତ୍ରିକ ପକ୍ଷରେ ଭୂମିକାକୁ ଅସ୍ୱୀକାର କରାଯାଇପାରିବ। ଭାରତୀୟ ସମ୍ବିଧାନ ସଂଗ୍ରାମର ଚରମ ବେଳା। ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ କହିଥିଲେ, ସ୍ୱାଧୀନ ଭାରତ ଧୂର୍ତ୍ତ, ବଦମାସ ଏବଂ ଲୁଣ୍ଠନକାରୀ ହାତକୁ ଚାଲିଯିବ। ଭାରତୀୟ ନେତୃତ୍ୱ ପଙ୍ଗୁ, ଅତର୍ବ, ଦୁର୍ବଳ ଓ ମହତ୍ତ୍ୱହୀନ ହୋଇପଡ଼ିବ। ସତ୍ତା ପାଇଁ ନିରନ୍ତର ଯୁଦ୍ଧ ଲାଗି ରହିବ। ରାଜନୀତିର କାଳିମା ସମସ୍ତଙ୍କ ପାଇଁ କଳଙ୍କିତ କରିବ ସ୍ୱାଧୀନତାର ଭାରତ, ବିଶ୍ୱକୁ କେବଳ ନିରାଶା ଭରି ପକାଇବ। ଚର୍ଚ୍ଚିଲ ଆହୁରି କହିଥିଲେ ଯେ, ଭାରତ ଏକ ରାଷ୍ଟ୍ର ନୁହେଁ, ଏକ ଭୂଖଣ୍ଡ ମାତ୍ର। ଭାରତର ସ୍ୱାଧୀନତା 10 ବର୍ଷରୁ ଅଧିକ ବଜାୟ ରହିବ ନାହିଁ। ଭାରତ ଖଣ୍ଡ ବିଖଣ୍ଡିତ ହେବ, ଏହି ନିହିତ
ତେବେ 1947 ମସିହାରେ ଭାରତ ବିଭାଜନକୁ ବାଦ ଦେଲେ ଚର୍ଚ୍ଚିଲଙ୍କ ଭବିଷ୍ୟତ ମିଥ୍ୟା ପ୍ରମାଣିତ ହୋଇଛି। ଦେଶର ନେତୃମଣ୍ଡଳୀ ପାଇଁ ତାଙ୍କ ଅନୁମାନ କେତେକାଂଶରେ ସତ୍ୟ ହୋଇପାରେ, କିନ୍ତୁ ସଚେତନ ଏବଂ ଭାରତୀୟ ନାଗରିକଙ୍କ ବିଶ୍ୱାସ ଯେ ଆଗାମୀ 2030 ସୁଦ୍ଧା ଆମ ନେତୃତ୍ୱ ମଧ୍ୟ ଅବଶ୍ୟ ସଂସ୍କାରିତ ହେବ। ଆଦର୍ଶ ଓ ପ୍ରତ୍ୟାରଣ ସବୁ ଯୁଗରେ ରହିଆସିଛି, କିନ୍ତୁ ଭାରତୀୟ ଲୋକତନ୍ତ୍ର ଅକରଣୀୟ କାର୍ଯ୍ୟରେ ଏକ ସ୍ପଷ୍ଟ ଚିତ୍ର ରାଜନୈତିକ ନେତୃବୃନ୍ଦଙ୍କ ଆଗରେ ଆଙ୍କିବାରେ ସଫଳ ହୋଇଛି। ଏହା ହିଁ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧର ବିଜୟ। ନେତାମାନେ କେତେ ଗ୍ରହଣ କରୁଛନ୍ତି ତାହା ହିଁ ଭିନ୍ନ ବିଷୟ। ଦୂରଦୃଷ୍ଟିର ଆବଶ୍ୟକତା 80 ବର୍ଷ ଆଗରୁ ବି ଥିଲା। ମଧ୍ୟବର୍ତ୍ତୀ କାଳଖଣ୍ଡରେ ବି ସାର୍ଥକ ନେତୃତ୍ୱର ସନ୍ଧାନ ଲାଗି ରହିଥିଲା। ଏବେ ପ୍ରତ୍ୟେକ ଭାରତୀୟ କାମନା କରୁଛି ଯେ ସେମାନଙ୍କ ନାୟକମାନେ ସମ୍ୟକ୍ ଦୃଷ୍ଟି ସମ୍ପନ୍ନ ହୁଅନ୍ତୁ ଏବଂ କ୍ଷୁଦ୍ର ସ୍ୱାର୍ଥ ଅହଙ୍କାରର ଉପରକୁ ଉଠନ୍ତୁ। ସଫଳତା ବିଫଳତାର ଆକଳନ କରିବା ଦାୟିତ୍ୱ ଆମର ଭାବି ଦାୟଦ ଉପରେ ଛାଡ଼ି ଦିଆଯାଉ। ଏହା ଥିଲା ବିଷୟବସ୍ତୁଟି।